ଜୟ ଜଗନ୍ନାଥ ପିଲାମାନେ, ରାନୀ ପ୍ରିୟଙ୍କା ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ ତୃତୀୟ ଶ୍ରେଣୀ ଭାଷା ମହକ ବହିର ଅଧ୍ୟାୟ 2 ବନ୍ଧୁତାରୁ ଆସିଥିବା ବାଇ ଚଢ଼େଇ ଓ ହାତୀ ବିଷୟକୁ ସମ୍ପୂର୍ଣ୍ଣ ଭାବରେ ଆଲୋଚନା କରିବା ଏବଂ ତା ସହିତ ପ୍ରଶ୍ନ ଉତ୍ତର ମଧ୍ୟ ଭଲ ଭାବରେ ଆଲୋଚନା କରିବା। ବାଇ ଚଢ଼େଇ ଓ ହାତୀ। କ'ଣ? ଗୋଟିଏ ବଣ ଥିଲା, ଗୋଟିଏ ଜଙ୍ଗଲଟେ ଥିଲା। ସେଠାରେ ଗୋଟିଏ ତମାଳ ଗଛରେ ବାଇ ଚଢ଼େଇଟି ଓ ତାର ସ୍ତ୍ରୀ ବସା କରି ରହୁଥିଲେ। ଗୋଟିଏ ଗଛ, ତା ନାଁ କ'ଣ? ତମାଳ ଗଛ। ସେଇଠିକିନା କିଏ ରହୁଥିଲେ? ବାଇ ଚଢ଼େଇ ଆଉ ତା ସ୍ତ୍ରୀ 2 ଜଣ ଯାକ ରହୁଥିଲେ। ଥରେ ସ୍ତ୍ରୀ ଚଢ଼େଇଟି କେତେ ଗୁଡ଼ିଏ ଅଣ୍ଡା ଦେଲା। ଦିନେ ଭାରି ଖରା ହେଉଥାଏ। ଗୋଟିଏ ବଣୁଆ ହାତୀ ଆସି ତମାଳ ଗଛର ଛାଇରେ ବିଶ୍ରାମ ନେଲା। ସେ ଗୋଟିଏ ବଡ଼ ହାତୀଟେ, ଜଙ୍ଗଲିଆ ହାତୀଟେ ଆସିକି ସେଇ ଯେଉଁ ଗଛରେ ସେମାନେ ରହୁଥିଲେ ସେଇ ଗଛ ତଳେ ଆସି ବିଶ୍ରାମ ନେଲା। କିଛି ସମୟ ପରେ ସେ ଶୁଣ୍ଢ ବଢ଼େଇ ତମାଳ ଗଛର ଡାଳ ସବୁ ଭାଙ୍ଗିବାକୁ ଲାଗିଲା। ସେ ଶୁଣ୍ଢ ବଢ଼େଇକି, ସେ ତ ବିଶ୍ରାମ ନେଇକି ଯାଇଥାନ୍ତା, ତ ଶୁଣ୍ଢ ବଢ଼େଇକି ଡାଳଟିକୁ ଭାଙ୍ଗିଦେଲା। ବାଇ ଚଢ଼େଇ ଯେଉଁ ଡାଳରେ ବସା କରିଥାଏ ସେ ଡାଳଟି ମଧ୍ୟ ଭାଙ୍ଗିଗଲା। ସେ ଯେଉଁ ଡାଳ ସବୁ ଭାଙ୍ଗିଦେଲା, ସେଇ ବସା କରିଥିବା ଡାଳଟି ମଧ୍ୟ ଭାଙ୍ଗିଗଲା। ଅଣ୍ଡା ଗୁଡ଼ିକ ତଳେ ପଡ଼ି ନଷ୍ଟ ହୋଇଗଲା। ସେ ଯେଉଁ ଅଣ୍ଡା ଦେଇଥିଲା ସେ ଡାଳରେ ହିଁ ଥିବ ନା ତା ବସାଟା। ବସା ଭିତରେ ଅଣ୍ଡା ଥିବ, ଡାଳ ଭାଙ୍ଗିଗଲା, ବସା ଭାଙ୍ଗିଗଲା, ଅଣ୍ଡା ମଧ୍ୟ ଭାଙ୍ଗିଗଲା। ବାଇ ଚଢ଼େଇ ଦୁଇଟି ଉଡ଼ି ପଳାଇ ଯିବାରୁ ରକ୍ଷା ପାଇଗଲେ। ବାଇ ଚଢ଼େଇ 2ଟାଙ୍କ ଉଡ଼ି ଉଡ଼ି ପଳେଇଲେ ଜୀବନ ରକ୍ଷା କରିକି। ନିଜର ଅଣ୍ଡା ଗୁଡ଼ିକ ଭାଙ୍ଗିଯିବାରୁ ସ୍ତ୍ରୀ ବାଇ ଚଢ଼େଇଟି ମନ ଦୁଃଖରେ ସବୁବେଳେ କାନ୍ଦିଲା। ତାର ଅଣ୍ଡା, ତାର ପିଲାମାନେ ନଷ୍ଟ ହେଇଗଲେ ନା, ସେ ବାଇ ଚଢ଼େଇଟି ସବୁବେଳେ କାନ୍ଦିଲା ଯେ ହାତୀ କାହିଁକି ଏମିତିକା ଆମ ସହିତ କଲା। ଠିକ୍ କଲା କି ହାତୀ? ନାଇଁ। ଗୋଟିଏ କାଠହଣା ଚଢ଼େଇ ତାର ସାଙ୍ଗ ଥିଲା। କାହାର? ବାଇ ଚଢ଼େଇର ସାଙ୍ଗ କିଏ? କାଠହଣା ଚଢ଼େଇ। ସେ ତା ଦୁଃଖ ସହିପାରିଲା ନାହିଁ। ଦିନେ ତାକୁ କହିଲା, ତୁମେ ସବୁବେଳେ କାହିଁକି କାନ୍ଦୁଛ? ସେ ତା ଦୁଃଖ ଦେଖିକି ସେ ଯେଉଁ ସବୁବେଳେ କାନ୍ଦୁଛି, ତମ ସାଙ୍ଗ ଯେମିତି ତମ ପାଖରେ, ତମର ଭଲ ସାଙ୍ଗ ଯଦି ତମ ପାଖରେ କାନ୍ଦେ ତାହେଲେ ତମକୁ ଭଲ ଲାଗିବ କି? ତମର ବି ମନ ଦୁଃଖ ହେବ। ସେମିତି, ଠିକ୍ ସେମିତି ତା ସାଙ୍ଗ, ବାଇ ଚଢ଼େଇର ସାଙ୍ଗ, ସିଏ ବି ସେମିତି ତାକୁ କହିଲା ଯେ ତମେ ସବୁବେଳେ କାହିଁକି କାନ୍ଦୁଛ? ନଷ୍ଟ ହୋଇଯାଇଥିବା ବସ୍ତୁ, ମରିଯାଇଥିବା ପ୍ରାଣୀ ଓ ଘଟିଯାଇଥିବା ଘଟଣା ବିଷୟରେ ଚିନ୍ତା କରି ଜ୍ଞାନୀ ଲୋକମାନେ କେବେ ହେଲେ ଦୁଃଖ କରନ୍ତି ନାହିଁ। ସେ ଏଇଟା ଠିକ୍, ବହୁତ ବଢ଼ିଆ କଥାଟେ ସେ ତାକୁ କହିଲା ଯେ ନଷ୍ଟ ହୋଇଯାଇଥିବା ବସ୍ତୁ ଆଉ ମରିଯାଇଥିବା ପ୍ରାଣୀ ଆଉ ଘଟିଯାଇଥିବା ଘଟଣା, ଏଇ ସବୁ କେବେ ହେଲେ ପୁଣି ଯେମିତି ଥିଲା ସେମିତି ପୁଣି ଫେରି ଆସନ୍ତି ନାହିଁ। ତ ସେଥିପାଇଁ ଜ୍ଞାନୀ ଲୋକମାନେ ସେଇ ବିଷୟରେ ଭାବିକି ଦୁଃଖ କରନ୍ତି ନାହିଁ। ତୁମେ ମଧ୍ୟ ଦୁଃଖ କର ନାହିଁ। ବାଇ ଚଢ଼େଇ କହିଲା, ତା ସହ କିନ୍ତୁ ହାତୀ ମୋ ପିଲାମାନଙ୍କୁ ମାରିଛି। ସେ ଦଣ୍ଡ ନ ପାଇବା ପର୍ଯ୍ୟନ୍ତ ମୋ ମନ ଶାନ୍ତ ହେବ ନାହିଁ। ଏଇ କଥା ଶୁଣି ବାଇ ଚଢ଼େଇ କାଠହଣାକୁ ବୁଝେଇକି କହୁଛି ଯେ ହେଲେ କ'ଣ ହେବ? ହାତୀ ତ ମୋ ପିଲାମାନଙ୍କୁ ମାରିଛି ନା, ତାକୁ ତ ଦଣ୍ଡ ନିହାତି ମିଳିବା ଦରକାର। ସେ ଭୁଲ କରିଛି। ମୋ ମନ ତାପରେ ଯାଇକି ଶାନ୍ତ ହେବ। ତାକୁ ଦଣ୍ଡ ମିଳିସାରିବା ପରେ ଯାଇକି ମୋ ମନ ଶାନ୍ତି ହେବ। ଏକଥା ବାଇ ଚଢ଼େଇ କାଠହଣାକୁ କହୁଛି। କାଠହଣା ଚଢ଼େଇ କହିଲା, ଠିକ୍ ଅଛି, ସାଙ୍ଗ ହୋଇ ଯଦି ମୁଁ ବିପଦ ବେଳେ ସାହାଯ୍ୟ ନ କଲି ତେବେ ମୁଁ କି ସାଙ୍ଗ? ପ୍ରକୃତ ବନ୍ଧୁ ସଦାବେଳେ ତମ ବିପଦ ବେଳେ ସାହାଯ୍ୟ କରେ। ଖୁସି ସମୟରେ ସବୁ ତମ ସାଙ୍ଗରେ ଥିବେ, ଆଉ ଦୁଃଖ ସମୟରେ ଯିଏ ତମ ସାଙ୍ଗରେ ରହିଲା ସିଏ ହେଉଛି ତୁମର ପ୍ରକୃତ ବନ୍ଧୁ। ଠିକ୍ ସେମିତି କାଠହଣା କହିଲା, ହଁ, ମୁଁ ତୋତେ ଯଦି ସାହାଯ୍ୟ ନ କରିବି ତାହେଲେ ମୁଁ କି ସାଙ୍ଗ ତୋର? ମୁଁ ତୁମକୁ ନିଶ୍ଚୟ ସାହାଯ୍ୟ କରିବି। ବୀଣାରବା ବୋଲି ଗୋଟିଏ ମହୁମାଛି ମୋର ବନ୍ଧୁ। କାହାର ବନ୍ଧୁ ପିଲାମାନେ? ବୀଣାରବା ବୋଲି ଗୋଟିଏ ମହୁମାଛି କାହାର ବନ୍ଧୁ? କାଠହଣାର ବନ୍ଧୁ। ବାଇ ଚଢ଼େଇର ବନ୍ଧୁ କିଏ? ବାଇ ଚଢ଼େଇର ବନ୍ଧୁ ହେଉଛି କାଠହଣା। କାଠହଣାର ବନ୍ଧୁ ହେଉଛି ମହୁମାଛି। ହେଲା, ମୁଁ ତାକୁ ଡାକି ଆଣିବି, ସେ ଆମକୁ ସାହାଯ୍ୟ କରିବ। ତେବେ କାଠହଣା ଚଢ଼େଇ ମହୁମାଛିକୁ ଡାକି ଆଣି ବାଇ ଚଢ଼େଇ ସହ ପରିଚୟ କରାଇ ଦେଲା ଓ ତାର ବିପତ୍ତି ବିଷୟରେ କହିଲା। ସବୁ କଥା ବୁଝେଇକି କହିଲା। କାଠହଣା ସବୁ କଥା ବୁଝେଇକି ମହୁମାଛିକି କହିଲା। ଏକଥା ଶୁଣି ମହୁମାଛି ତାକୁ କହିଲା, ତୁମେ ମୋର ସାଙ୍ଗର ସାଙ୍ଗ,
ତେଣୁ ମୁଁ ତୁମକୁ ନିଶ୍ଚୟ ସାହାଯ୍ୟ କରିବି। ମହୁମାଛି କହିଲା, ହଁ ମୁଁ ତୁମକୁ ସାହାଯ୍ୟ କରିବି। ମେଘନାଦ ବୋଲି ଗୋଟିଏ ବେଙ୍ଗ ମୋର ସାଙ୍ଗ, ତା ପାଖକୁ ଯିବା, ସେ ମଧ୍ୟ ଆମକୁ ସାହାଯ୍ୟ କରିବ। ଏଇ ମେଘନାଦ ବୋଲି ଗୋଟିଏ କିଏ? ମେଘନାଦ ବୋଲି ଗୋଟିଏ ବେଙ୍ଗଟି। ବେଙ୍ଗଟି କାହାର ସାଙ୍ଗ? ସେ ହେଉଛି ମହୁମାଛିର ସାଙ୍ଗ। ମହୁମାଛିର ସାଙ୍ଗ ହେଉଛି ବେଙ୍ଗ, ତା ନାଁ ହେଉଛି ମେଘନାଦ। ସେମାନେ ସମସ୍ତେ ମିଶି ମେଘନାଦ ପାଖକୁ ଗଲେ। ସବୁ ଶୁଣି ମେଘନାଦ କହିଲା, ମୁଁ ତୁମକୁ ଯାହା କହୁଛି ତୁମେମାନେ ସେହି ଅନୁସାରେ କାମ କର। ତାପରେ ସେ କାହାକୁ କ'ଣ କରିବାକୁ ହେବ ବତାଇ କହିଲା। ସେ ବେଙ୍ଗଟା କହିଲା, ମୋ କଥା ଅନୁସାରେ ତମେମାନେ କାମ ଦେଖିବ, ହାତୀ ନିଶ୍ଚିତ ପାନେ ପାଇବ। ମୋ କଥା ତମେ ମାନିକି ଯଦି ସେଇ କାମ କରିବ। ସେ ସମସ୍ତଙ୍କୁ ବତେଇକି କହିଲା କେମିତି କେମିତି କ'ଣ କରିବା। ଦିନେ ଖରାବେଳେ ହାତୀ ଗୋଟିଏ ଛାଇ ଜାଗାରେ ବିଶ୍ରାମ କରୁଥାଏ। ମହୁମାଛିଟି ଯାଇ ତା କାନ ପାଖରେ ଗୁଣୁ ଗୁଣୁ ସ୍ୱରରେ ଗୀତ ଗାଇବାକୁ ଲାଗିଲା। ଗୀତ ଶୁଣି ହାତୀ ଆନନ୍ଦରେ ବିଭୋର ହୋଇଗଲା। ଖରାଦିନ, ସେ ଗୋଟେ ଜାଗାରେ କିଏ ହାତୀ ବିଶ୍ରାମ କରୁଛି। ମହୁମାଛି ତା କାନ ପାଖକୁ ଯାଇକି ଗୁଣୁ 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 ହେଇକି ସ୍ୱରରେ ଗୀତ ଗାଇଲା। ଆଉ ସେଇ ଗୀତ ଶୁଣିକି ହାତୀ ବହୁତ ଆନନ୍ଦିତ ହୋଇଗଲା ଆଉ ଆଖି ବନ୍ଦ କରିକି ଝୁଲିବାକୁ ଲାଗିଲା। ଆଖି ବନ୍ଦ କରିକି ଘୁମେଇବାକୁ ଲାଗିଲା। ଆଉ ଏହି ସୁଯୋଗରେ କାଠହଣା ଚଢ଼େଇ ଉଡ଼ି ଆସି ତାର ଆଖି ଦୁଇଟିକୁ ବାରମ୍ବାର ଖୁମ୍ପି ହାତୀକୁ ଅନ୍ଧ କରିଦେଲା। ସେଇ ସମୟର ଫାଇଦା ଉଠେଇକି କାଠହଣା ଚଢ଼େଇ ସାଙ୍ଗେ ସାଙ୍ଗେ ଉଡ଼ିକି ଆସିକି ହାତୀର ଆଖି ଉପରେ ବସିକି ଆଖିକୁ ଖୁମ୍ପି ଖୁମ୍ପି ହାତୀକୁ ଅନ୍ଧ କରିଦେଲା। ଏଣେ ଖରା ଯୋଗୁଁ ହାତୀକୁ ଶୋଷ ଲାଗୁଥାଏ। ଖରାଦିନ ଶୋଷ ଲାଗିଲା। ସେ ଉଠି ଏଣେ ତେଣେ ବୁଲି ପାଣି ଖୋଜିଲା। ଉଠିକି ପାଣି ଖୋଜିଲା, କିଛି ତ ଦେଖାଯାଉନି ତାକୁ। କିଛି ଦୂରରେ ଗୋଟିଏ ବଡ଼ ଗାତ ଥାଏ। ବେଙ୍ଗ ତା ଭିତରେ ଥାଇ ଶବ୍ଦ କଲା। ଗୋଟେ ବଡ଼ ଗାତରେ ଭିତରେ ବେଙ୍ଗ ଅଛି, ସେ ଶବ୍ଦ କରୁଛି। ସେ ଶବ୍ଦ ଶୁଣି ସେଠାରେ ପୋଖରୀ ଅଛି ବୋଲି ହାତୀ ସେହି ଦିଗକୁ ଗଲା। ହାତୀ ଭାବିଲା ସେଇଠି ନା ବେଙ୍ଗ ପୋଖରୀରେ ଥାନ୍ତି। ତ ବେଙ୍ଗ ବୋବଉଛି ଭାବିଲା ଯେ ସେଇଠି ନା ପୋଖରୀ ଅଛି, ଆଉ ତାକୁ ତ ଦେଖାଯାଉନି। ସେ ସେଇ ଦିଗକୁ ଗଲା ଓ ଗାତରେ ପଡ଼ି ମରିଗଲା। ବଡ଼ ଗାତରେ ପଡ଼ିକି ଦୁମକିନା ମରିଗଲା। ବାଇ ଚଢ଼େଇ ଦୁଇଟିଙ୍କୁ ଦୁର୍ବଳ ଭାବି ଅତ୍ୟାଚାର କରୁଥିବା ହେତୁ ହାତୀ ତାର ଉପଯୁକ୍ତ ଦଣ୍ଡ ପାଇଲା। ଛୋଟ ଛୋଟ ବାଇ ଚଢ଼େଇ ତାର କି କ୍ଷତି କରିଥିଲେ? ତାର ଡାଳ ତୁ କ'ଣ ପାଇଁ ଭାଙ୍ଗୁଥିଲୁ? ସେ ଛୋଟ ଛୋଟ ବାଇ ଚଢ଼େଇ ଭାବିକି ସେ କହିବ, ହଁ ଛୋଟ ଛୋଟ ଚଢ଼େଇ ଦିଟା, ମୁଁ ତ ଏଡ଼େ ବଡ଼ ହାତୀ, ମୋତେ କ'ଣ ସେମାନେ କିଛି କରିପାରିବେ କି? ସେଇଥିପାଇଁ ସେ ତାଙ୍କୁ ଅତ୍ୟାଚାର କରୁଥିଲା। କିନ୍ତୁ ସେ ତାର ଉପଯୁକ୍ତ ଦଣ୍ଡ ପାଇଲା ନା ନାହିଁ ପିଲାମାନେ? ହଁ ପାଇଲା, ଉପଯୁକ୍ତ ଦଣ୍ଡ ପାଇଲା। ଠିକ୍ ହେଇଛି ହାତୀ ସହିତ। ପଞ୍ଚତନ୍ତ୍ରରୁ ସଂଗ୍ରହ ହୋଇଛି ଏଇ ଗପଟି। ବୁଝିପାରିଲ? ଆଶା କରୁଛି ସମସ୍ତେ ଭଲ ଭାବରେ ବୁଝିପାରିଥିବ। ଏବେ ଆମେ ପ୍ରଶ୍ନ ଉତ୍ତର କରିବା।